ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ବାଛନ୍ତୁ ଆପଣଙ୍କର ପସନ୍ଦର ଠାକୁର ଏବଂ ଜାଣନ୍ତୁ ନିଜର ଭବିଷ୍ୟତ। ପ୍ରତ୍ୟେକ ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ, ଯାହାର ପ୍ରତିକାର ପାଇଁ ମଣିଷ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଏ। ମଣିଷ ଜୀବନରେ ଏତେ ଭଲ ମନ୍ଦ ଦଶା ଭୋଗ କରିଥାଏ କି ଯାହା ବିଷୟରେ ସେ ପୂର୍ବରୁ ଅବଗତ ହୋଇପାରେ ନାହିଁ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଠାକୁରଙ୍କର ଚିତ୍ର। ସେଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡ଼ିବ। ଆଉ ଏହାପରେ ଆପଣ ନିଜର ଅତୀତ ଓ ଭବିଷ୍ୟତ ବିଷୟରେ କିଛି ଖାସ୍ କଥା ଜାଣିପାରିବେ। ତେବେ ବାଛନ୍ତୁ ମନ ପସନ୍ଦର ଗୋଟିଏ ଠାକୁର ଓ ଜାଣନ୍ତୁ ନିଜର ଭବିଷ୍ୟତ। 1ରେ ଯଦି ଆପଣଙ୍କୁ ଭଗବାନ ଗଣେଶଜୀ ଅଧିକ ଭଲ ଲାଗିଥାନ୍ତି, ତେବେ ଆପଣ ଆଉ ଦୁଃଖ ଭୋଗ କରିବେନି। ଆପଣ ଯେଉଁ କାମରେ ହାତ ଦେବେ ତାହା ସମ୍ପନ୍ନ ହେବ। ବନ୍ଧୁଙ୍କ ସହ ପୁରୁଣା ସମ୍ପର୍କରେ ଯେଉଁ ବିଘ୍ନ ଆସିଥିଲା, ସେଠାରେ ସମ୍ପର୍କ ମଜବୁତ ହେବ। ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ। ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି, ସେଥିରୁ ମୁକ୍ତି ପାଇପାରିବେ। ଆଗକୁ କୌଣସି କାମ କରିଲେ ବିବେକ ଓ ଚିନ୍ତା ଉଭୟକୁ କାମରେ ଲଗାନ୍ତୁ। ଆପଣଙ୍କର ସବୁ କଷ୍ଟ ଦୂର ହେବ। ସନ୍ତାନ ସୁଖର ପ୍ରାପ୍ତି ରହୁଛି। 2ରେ ଆପଣ ଭଗବାନ ଶିବଙ୍କୁ ବାଛିଛନ୍ତି, ତେବେ ଆନନ୍ଦରେ ସମୟ ବ୍ୟତୀତ କରିବେ। ବର୍ତ୍ତମାନ ଆପଣ ଯେଉଁ ଏକ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି, ସେଥିରେ ନିଶ୍ଚୟ ସଫଳତା ପ୍ରାପ୍ତ ହେବ। କିନ୍ତୁ ସଫଳତା ଡେରିରେ ଆପଣଙ୍କ ହାତକୁ ଆସିବ। ମନ୍ଦ ଦଶା କାରଣରୁ କିଛି ଅଶାନ୍ତି ଭୋଗ କରୁଛନ୍ତି। ଏହାରି ମଧ୍ୟରେ ଅନେକ ଯନ୍ତ୍ରଣା ଭୋଗ କରୁଛନ୍ତି। ରୋଗ ପୀଡ଼ା ଦୂର ହେବ। ଜୀବଦଶା ମଧ୍ୟରେ 2ରୁ 3ଟି ମନ୍ଦ ଦଶାର ଭୋଗ ହେବ। ସେହି ଦଶା ସମୟରେ ପଣ୍ଡିତଙ୍କୁ ଜାତକ ଦେଖାଇ ପ୍ରତିକାର କରାଇ ନିଅନ୍ତୁ। ଏହାଛଡ଼ା ରୂପା ମୁଦିରେ ମୂଙ୍ଗା ପଥର ସହ ଧାରଣ କରନ୍ତୁ। 3ରେ ଆପଣ ଯଦି ଭଗବାନ କୃଷ୍ଣଙ୍କୁ ବାଛିଛନ୍ତି, ତେବେ ଅନ୍ୟର ମନ ମୋହିବା ଭଳି ବ୍ୟକ୍ତି ଅଟନ୍ତି। ଆପଣ ଦେଖିବାକୁ ଖୁବ୍ ସୁନ୍ଦର, ଚତୁର ଓ ସମାଜରେ ଖ୍ୟାତି ସମ୍ପନ୍ନ ଅଟନ୍ତି। କେତେ ଦିନ ହେଲା ଅତୀତରେ ଆପଣ ଦୁଃଖ ଭୋଗ କରୁଛନ୍ତି। ଆଗରୁ ସନ୍ତାନ ପରିବାର ତରଫରୁ ଦୁଃଖ ଭୋଗ କରୁଥିଲେ, କିନ୍ତୁ ଏବେ ସନ୍ତାନଙ୍କ ଠାରୁ ସୁଖ ପାଇବେ। ଅପବ୍ୟୟ ଯାହା ହେଉଥିଲେ, ସେଥିରେ ସୁଧାର ଆସିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣ ସଞ୍ଚୟ ଅଧିକ କରିବେ। ନାନା ଉଦ୍ବେଗ ଜାତ ହେଉଛି। ଆପଣାର ଲୋକ ପର ହେଉଥିଲେ, ସେମାନେ ଏବେ ନିଜର ହେବେ। ଆପଣଙ୍କର ଯାହା ବି ସମସ୍ୟା ଥିଲା, ତାହା ଦୂର ହେବ।